ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ। ସୁଖବାଚ। ମତେ ଭଗବତ ଦୂତେ ଭାଷିତ ହୋଇ ଯମଦୂତେ ରାଜନ ଶୁଣ ଅନନ୍ତରେ ତାହାଙ୍କ ବାକ୍ୟ ଅନୁସାରେ ସକଳ କର୍ମ ସେ ଜାଣନ୍ତି ଯମଦୂତଙ୍କୁ ସେ ବୋଲନ୍ତି। ବିଷ୍ଣୁଦୂତାଉଚୁ ଏତ ଅତ୍ୟନ୍ତ ଅଦ୍ଭୁତ ଦେଖିଲେ ତୁମ୍ଭର ଚରିତ ସମଦରସି ସାଧୁ ଜନେ ଅଧର୍ମ ଚରିତ କେଶନେ ଅଦଣ୍ଡ ପାପୀ ଯେ ପ୍ରାଣୀ ତାହାକୁ ବ୍ୟର୍ଥେ ଦଣ୍ଡ ପୁଣି ପ୍ରଜାମାନଙ୍କ ପିତା ହୋଇ ଯେବେ ସେ ପ୍ରଜା ଶାନ୍ତି ଦେଇ ତେବେ ସେ କାହାର ଶରଣ ହୋଇବ କହ ହେ କାରଣ ମହତେ ଯାହା ଆଚରିବେ ଇତରେ ତାହା ହିଁ କରିବେ ସେ ଯାହା ପ୍ରମାଣ କରିବେ ଲୋକେ ତଦନୁବର୍ତ୍ତୀ ହେବେ ଯାହାର ଅଙ୍ଗେ ଶିର ଦେଇ ନିଶଙ୍କେ ନିଦ୍ରାକୁ ଭଜଇ ସେ ଧର୍ମାଧର୍ମ ନ ଜାଣଇ ପଶୁ ଯେ ସନେ ସୁଖେ ଥାଇ ମିତ୍ର ସ୍ୱଭାବ ଯାର ହୋଇ ବିଶ୍ୱାସେ ଆତ୍ମା ସମର୍ପଇ ବିଶ୍ୱାସେ ସର୍ବ ପ୍ରାଣୀଙ୍କର ଦୟା ପୂରିତ ଯା ଶରୀର ବିଶ୍ୱାସୀ ପ୍ରାଣୀକୁ କେମନ୍ତେ ହିଂସା କରନ୍ତି ହୃଦଗତେ କୋଟି ଜନ୍ମର ଶୁଭ ଫଳ କଲା ଏ ଦ୍ୱିଜ ଅଜାମିଳ ତେଣୁ ଚତୁରାକ୍ଷର ନାମ ମୁଖେ ହୋଇଲା ନାରାୟଣ ତେଣୁ ନାସିଲା ମନ୍ଦ କୃତ୍ୟ ହୋଇଲା ସର୍ବପାପୁ ମୁକ୍ତ ଯେ ବ୍ରହ୍ମହତ୍ୟା ମଦ୍ୟପାନ ଗୁରୁ ପତ୍ନୀ ଅଭିଗମନ ମିତ୍ର ବିଷୟ ଅପରାଧୀ ସ୍ତ୍ରୀ ରାଜା ପିତୃଗୋବଧି ଏ ଆଦି ପାପ ଯେ ଆଚରେ ସର୍ବଦୁରିତ ନିଶ୍ଚୟ ହରେ ଏ ପ୍ରାଶ୍ଚିତ ସର୍ବ ପ୍ରାଣୀଙ୍କର ନାମ ଉଚ୍ଚାରଣ ବିଷ୍ଣୁର ପାପରେ ଗ୍ରସ୍ତ ସେ ନୁହନ୍ତି ବିଷ୍ଣୁ ଭୁବନକୁ ଗମନ୍ତି ଏଣୁ ଏହାକୁ ତୁମ୍ଭେମାନେ ତେଜିଣ ଯାଅ ହେ ଭୁବନେ ଏହାର ଯେତେ ପାପମାନ ବସିଣ କଲା ସେ ଦହନ ଏଣୁ ଏ ଦ୍ୱିଜ ଅଜାମିଳ ନିକଟେ ମରଣର କାଳ କୁଣ୍ଡେ ଉଚ୍ଚାରି ନାରାୟଣ ପ୍ରାଣ ଛାଡ଼ିଲା ତତ୍କ୍ଷଣ ସଂକେତ ପରିହାସ ବେଳେ ଗୀତା ତାଳ ପରେ ଯେ ବାହେଳେ ବୈକୁଣ୍ଠ ନାମ ଉଚ୍ଚାରଇ ତାର କଳୁଷ ନର ହୋଇ ପତନ ସ୍ଫଳନ ଭଗ୍ନରେ ନାନା ପ୍ରକାରେ ଯେ ସୁମରେ କୁଣ୍ଡେ ଉଚ୍ଚାରି ହରିନାମ ତାହାକୁ ନ ଦଣ୍ଡଇ ଯମ ଅଳ୍ପ ବହୁତ ପାପମାନ ପ୍ରାୟଶ୍ଚିତରେ ଯଥାକ୍ରମ ପାପର ଲଘୁ ଗୁରୁ ଜାଣି ମୁନି କହନ୍ତି ପରିମାଣୀ ତପସ୍ୟା ଆଦି ଯଜ୍ଞ ସ୍ଥାନେ ପାପ ନାଶନ୍ତି ମୁନି ଜନେ ତାହାଙ୍କ ହୃଦେ ପାପ କାହିଁ ପାପ ପଙ୍କଜ ନିତ୍ୟ ଧାଇ ଜ୍ଞାନେ ଅଜ୍ଞାନେ ଯେହୁ ପ୍ରାଣୀ ସ୍ମରଣ କରେ ଚକ୍ରପାଣି ନାମ କରନ୍ତି ସଂକୀର୍ତ୍ତନ ପାପକୁ କରନ୍ତି ଦହନ ସେ ଯେନେ ବହୁ କାଷ୍ଟ ରାଶି ଅନଳ ପ୍ରବେଶ ବିନାଶୀ ଯେମତେ ରୋଗ ବଳବନ୍ତ ଶରୀରେ ହୋଇ ଉପଗତ ସେ ଅନୁସାରେ ମତି ଯେବେ ଅଜ୍ଞାନେ ପ୍ରକାଶ ହୋଇବେ ତେବେ ସେ ଆତ୍ମା ଗୁଣେ ତାର ସେ କି ନ କରେ ଉପକାର। ସୁଖବାଚ। ଏ ବିଷ୍ଣୁଦୂତଙ୍କ ଧର୍ମବାଣୀ କୃତାନ୍ତ ଦୂତମାନେ ଶୁଣି ଅଜାମିଳକୁ ପାଶୁ ଫେଇ ମୃତ୍ୟୁରୁ ଦେଲେ ବାହୁଡ଼ାଇ ଯମର ଦୂତମାନେ ଗଲେ ଏ ସର୍ବେ ଯମକୁ କହିଲେ ପାପରୁ ମୁକ୍ତ ଅଜାମିଳ ଦେହ ଲଭିଲା ତତ୍କାଳ ବିନାଶ ସର୍ବ ଭୟ ତାର ଶିରରେ ଦେଇବେ ନିକର ବିଷ୍ଣୁଦୂତଙ୍କୁ ନମସ୍କାର ଉଲ୍ଲାସ ହୋଇଛି ମନର ପ୍ରସନ୍ନ ମୁଖ ଦେଖି ତାର ଜାଣିଲେ ବିଷ୍ଣୁଙ୍କ କିଙ୍କର ତକ୍ଷଣେ ହୋଇ ଅନ୍ତର୍ଧ୍ୟାନ ତାହାର ନିକଟୁ ରାଜନ ହେତୁ ଅନ୍ତରେ ବିକ୍ର ଶୁଣି ବିଷ୍ଣୁ ଯମଦୂତଙ୍କ ବାଣୀ ଧର୍ମ ଭାଗବତର ସୁଧ ଗୁଣର ଆଶ୍ରୟ ତ୍ରିବିଧ ତକ୍ଷଣେ ଚରଣାରବିନ୍ଦେ ଭକ୍ତି କରିଲା ଅପ୍ରମାଦେ ହରିଚରିତ ଉଚ୍ଚାରଣେ ପବିତ୍ର ଶୁଭ ସୁମରଣେ ସନ୍ତାପମାନ ତାର ଗଲା ଯେ କ୍ଷଣେ ବିଷ୍ଣୁ ସୁମରିଲା ଆହା ମୋହର ବଡ଼ କଷ୍ଟ ଅଜିତ ଇନ୍ଦ୍ରିଏ ମୁଁ ନଷ୍ଟ କର୍ମ କଲି ମୋର କ୍ଷୀଣ ଯେଣୁ ବୃଷଳିକୁ ଗମନ ଅଧର୍ମ ଆଚରଣ କରି କାଟିଲି ଦିବସ ସର୍ବରି ଧିକ ମୋହର ମନ୍ଦ କୃତ୍ୟ କୂଳରେ କଳଙ୍କ ବିଦିତ ସେ ଜିଣ ନିଜ ପତ୍ନୀ ସତୀର ମିଲି ମେଳ ଅସିତି ବୃଦ୍ଧ ଅନାଥ ପିତାମାତ ମୋର ବିହୁନେ ଅରକ୍ଷିତ ତପସୀ ରୂପେ ଥାନ୍ତି ବନେ ତାହାଙ୍କୁ ତେଜି ଅକାରଣେ ବିଧି ବିଯୋଗ ଯେତେ କର୍ମ ଲଭିଲି ନରକ ଦାରୁଣ ଧର୍ମ ହିଂସ୍ରକ ପ୍ରାଣୀ ଯେହି ଯମ ଯାତନା ଲଭେ ସେଇ କିଏ ସ୍ୱପନେ ଅଧଭୂତେ ଦେଶନେ ଦେଖିଲି ସାକ୍ଷାତେ ପାଶ ଦୌଡ଼ି ହସ୍ତେ କରି ସେ ମତେ ନେଉଥିଲେ ଧରି ତେଣୁ ଆଶ୍ଚର୍ଯ୍ୟ ବଡ଼ପଣେ କ୍ଷଣକେ ଚାଲିଗଲେ କେଣେ ଏଅନ୍ତେ ସିଦ୍ଧ ଚାରିଜଣ ତାଙ୍କର ରୂପ ମନୋରମ ପାଶେ ବନ୍ଧନ ମତେ କରି ନିଅନ୍ତେ ଅଧଭୂମି ଧରି ଛଡ଼ାଇ ଦେଲେ ଏହି କ୍ଷଣି କ୍ଷଣକେ ଗଲେ କାହିଁ ପୁଣି ଏ ଅନନ୍ତରେ ସାଧୁଜନ ମୋହରେ ଦେଲେ ଦର୍ଶନ ଏଣେ ହୋଇଲା ଶୁଭ ଫଳ ଯେ ନାମ ପରମ ମଙ୍ଗଳ ଅସୁଚି ଦାସୀ ପତି ମୋହି ମୋତହୁଁ ପାପି ଅଛି କାହିଁ ମୋହର ମରଣର କାଳେ ନାମ କୀର୍ତ୍ତନ ଅବହେଳେ ଏ ଜୁହା ମୋ କେମତେ ବୋଇଲା କଳ୍ପତରୁ କି ଦୟା କଲା ମୁଁ କାହିଁ ଧୂର୍ତ୍ତ ପାପିବର ବିପ୍ରକୂଳର ଲଜ୍ଜା କର ବୈକୁଣ୍ଠ ନାମ ଉଚ୍ଚାରଣ ସେ ନାମ ପରମ କାରଣ ହେମତେ କରିବହିଁ ମୁହିଁ ଇନ୍ଦ୍ରିୟ କ୍ଷେତ୍ରେ ମୁଁ ଅଛଇ ହେମତେ ମାୟା ଭାବ ଛାଡ଼ି ବ୍ରହ୍ମ ଭାବରେ ଦେହ ବୁଡ଼ି ମୋଚନ କରି ଏ ବନ୍ଧନ ଅବିଦ୍ୟା କାମେ ଯାର ମନ
ସର୍ବଭୂତରେ ଶାନ୍ତି ହୋଇ ଦୟା ବହିବି ଚିତ୍ତେ ମୁହିଁ। ସେ ମାୟା ଗ୍ରନ୍ଥ ମୋର ମନ ନିଶ୍ଚୟ କରିବେ ମୋଚନ। ଯେଉଁ ମାୟାରେ ମୋହ ମୋହି ପୀଡ଼ା କୁରଙ୍ଗୀ ପ୍ରାୟ ହୋଇ। ଦେହ ସମ୍ପଦ ମୋର ଯେତେ ଅଛଇ ଦମ୍ଭ ଅଭିରତେ। ଏହାକୁ ତେଜି ଶୁଦ୍ଧ ମନ କୃଷ୍ଣ ଚରଣେ ହେଉ ଲୀନ। ମନ୍ତେ ହୁଅନ୍ତେ ଶୁଦ୍ଧ ଜ୍ଞାନ ତେଣୁ ସେ ସାଧୁ ଦର୍ଶନ। ତେଜି ସେ ସକଳ ବନ୍ଧନ ଗଙ୍ଗା ଗମନେ ତାର ମନ। ଶ୍ରୀ ଶୁକବାଚ ଦେବ ସଦନେ ବିପ୍ର ଯାଇ ନିଶ୍ଚଳ ମନେ ଯୋଗ ଧ୍ୟାଇ। ଇନ୍ଦ୍ରିୟ ନିଗ୍ରହ କରିଣ ବ୍ରହ୍ମଣ୍ୟ ନିବେଶି ସ୍ଥିର ମନ। ସକଳ ଦ୍ୱନ୍ଦ୍ୱ ପରିହରି ସମାଧି ଆତ୍ମଯୋଗ କରି। ପରମ ବ୍ରହ୍ମେ ମନ ଦେଲା ମନକୁ ତହିଁ ନିବେଶିଲା। ବ୍ରହ୍ମ ଭଜନେ ମନ ସ୍ଥିର ଦେଖିଲା ବିଷ୍ଣୁଙ୍କ ପୟର। ପୂର୍ବେ ଯେ ରୂପ ଦେଖିଥିଲା ପୁଣି ଦେଖନ୍ତେ ପ୍ରଣମିଲା। ଗଙ୍ଗାକୁ ଦେଖି ଦ୍ୱିଜବର ଛାଡ଼ିଲା ନିଜ କଳେବର। ତକ୍ଷଣେ ବିଷ୍ଣୁ ଦୂତ ପ୍ରାୟ ହୋଇଲା ତାର ନିଜ କାୟ। ବିଷୟ କ୍ଲେଶତା ଖଣ୍ଡନ ବେଷ୍ଟିତ ହୋଇ ବିଷ୍ଣୁଗଣ। ହେମ ବିମାନ ଆରୋହିଲା ତକ୍ଷଣେ ବୈକୁଣ୍ଠକୁ ଗଲା। ଦାସୀର ପ୍ରତି ଗତି କର୍ମ ନିଷ୍ଫଳ ତାର ନିଜ କର୍ମ। ବ୍ରତ ବିହୀନ ଯେଉଁ ନର ନରକେ ପଡ଼େ ତା ଶରୀର। ଈଶ୍ୱର ନାମ ଗ୍ରହଣରୁ ତତ୍କାଳେ ମୁକ୍ତି ନର କରୁ। ମୋକ୍ଷ ବାଞ୍ଛିତ ନରଙ୍କର ତୀର୍ଥ ସେବନ ଶ୍ରେଷ୍ଠ ବର। କର୍ମ ବନ୍ଧନରେ ଛେଦନ ଏହାର ସମ ନାହିଁ ଆନ। ଯେ ଜନର ଯତମେ ଥାଇ କର୍ମେ ମଳିନ ନିତ୍ୟ ହୋଇ। ଯେ ପ୍ରାଣୀ ନାରାୟଣ ନାମ ଅଶେଷ ପାପର ଖଣ୍ଡନ। ଶୁଣଇ ଶ୍ରଦ୍ଧା ଯୁକ୍ତ ହୋଇ ବଦନେ କୀର୍ତ୍ତନ କରଇ। ସେ ପ୍ରାଣୀ ନରକେ ନ ଯାଇ ଯମ ଯାତନା ତାକୁ ନାହିଁ। ଏଣେ ନିର୍ମଳ ପ୍ରାଣୀ ହୋଇ ନିଶ୍ଚିନ୍ତେ ବିଷ୍ଣୁ ଲୋକେ ଯାଇ। ମରଣ କାଳେ ଅଜାମିଳ ପୁତ୍ର ଭାବରେ ଆଦିମୂଳ। ନାମକୁ ଆକୁଳେ ଉଚାରି ଭବ ସାଗରୁ ହେଲା ପାରି। ସର୍ବ ଦୁଷ୍କୃତ ତାର ଗଲା ପରମ ପଦ ସେ ଲଭିଲା। ଶ୍ରଦ୍ଧାରେ ହରି ସ୍ମରେ ଯେବା ତାହାର କଥା କି କହିବା। ଶ୍ରୀକୃଷ୍ଣ ନାମର ମହିମା ଶୁକ କହିଲେ ତାର ସୀମା। ବୋଲଇ ଦାସ ଜଗନ୍ନାଥ ଷଷ୍ଠ ସ୍କନ୍ଧରେ ଭାଗବତ। ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ ବୟାସିକ୍ୟାମ୍ ଷଷ୍ଠ ସ୍କନ୍ଧେ ଅଜାମିଳ ବ୍ରାହ୍ମଣ ଉପାଖ୍ୟାନେ କୃଷ୍ଣ ମହିମା ବର୍ଣ୍ଣନେ ନାମ ଦ୍ୱିତୀୟ ଅଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲ।